शिक्षा शिक्षा हेउची सर्वव्यापी जीवनव्यापी प्रक्रिया। शिक्षा हेउची समस्तंकर अधिकार। तेणु साधारण छात्र छात्री मानक सहित भिन्नक्षम छात्र छात्री मानकु एकत्र करी एवं सेमानकु एक स्रोतरे सामिल करी समाजर मुख्य स्रोतरे सामिल करिबा तथा बंचिबार सुरास्ता देखैदेबा आमर कर्तव्य और दायित्व हेबा उचित। कर्तव्य को व्रत रूपे पालन करी जदि आमे सेमानक पई किछि करि परिबा तेबे आम जीवन सार्थक हेबा सहित सेमानक जीवन मध्य सार्थक हेबो। जणे भिन्नक्षम छात्र छात्री मानकु समाजर मुख्य स्रोतरे सामिल करिबा पई गोष्ठी साधनकर्मी शिक्षक एवं सांग साथी मानक कर्तव्य एवं साहाय्य पई दिव्यांग बा भिन्नक्षम छात्र छात्री केउं स्थान रे पहुंची पारिछि ताकु नै एक क्षुद्र नाटक मु भी अक्षम नुहे। रचना संलाप श्री बसंत दास शिक्षक। नाट्य निर्देशना श्रीयुक्त भैरवानंद दास गोष्ठी साधनकर्मी सुकिंदा। अभिनय रे अर्जुन सर, कानू सर, रीता दीदी एवं बसंत सर। सहयोग समस्त प्रशिक्षक और प्रशिक्षार्थी। आयोजक मंडल शिक्षा अधिकारी कार्यालय सुकिंदा जाजपुर। हाथ से हाथ ट्रेनिंग
ପାଇଁ ବି ସେ ଶିଖିକି ଆସିଛନ୍ତି। ତେଣୁକରି ଚାଲେ ଯିବା ଆମ ସତ କହୁଛୁ ସତ। ନମସ୍କାର ସାଙ୍ଗକୁ ନେଇକି ଆସ। ଏଇଥିପାଇଁ ସିଏ ବସିକି କାନ୍ଦୁଥିଲା। ମୁଁ କହିଲି କାନ୍ଦୁଛୁ କଣ ପାଇଁ? ନା ତମେ ଖେଳୁଛ ପଢୁଛ ମୁଁ କିଛି କରିପାରୁନି, ଚାଲ ଯିବା। ଆପଣ କାଲି କହୁଥିଲେ ଯୋଉ କଥା ଯୋଉ ଡିଷ୍ଟ୍ରାକ୍ଟେଡ୍ କଥା ସେଇଟା ତାକୁ ନେଇକି ଆସ। ହଁ ଠିକ କଥା, ତମ ସାଙ୍ଗ ଠିକ କଥା କହିଛନ୍ତି। ଏବେ ଗୋଟେ ଇନଷ୍ଟାଗ୍ରାମ ମୋବାଇଲ ନେଇକି ଆସିଛି, ସେଥିରେ କୁହା ହେଇଛି ତମ ମାନଙ୍କ ଭଳି ପିଲାମାନେ ଆଉ କୌଣସି ସ୍ପେଶାଲ ସ୍କୁଲ ଯିବନି, ତମ ଗାଁ ସ୍କୁଲରେ ତମେ ପାଠ ପଢିବ, ତମ ପରିବାର ସାଙ୍ଗରେ ରହିବ, ତମ ଯୋଉ ଗାଁରେ ଯୋଉ ସାଙ୍ଗସାଥି ଅଛନ୍ତି ସେମାନଙ୍କ ସାଙ୍ଗରେ ମିଶିକି ପଢିବ, ସବୁ ପିଲାଙ୍କ ସାଙ୍ଗରେ ମିଶିକି ପଢିବ, ତାଙ୍କ ସାଙ୍ଗରେ ଖେଳିବ, ନାଚିବ, ଡେଇଁବ, ମଜା କରିବ, ବହୁତ ମଜା କରିବ। ସତ ସତ। ମୁଁ ବର୍ତ୍ତମାନ ସ୍କୁଲ ଯାଉଛି, ତମେ ମୋ ସାଙ୍ଗରେ ଚାଲ, ସେଇଠି ତମର ଆଡମିସନ କରିଦବା ହେଲା। ପିଲାମାନେ ସ୍କୁଲ ଦେଖ କେତେ ପିଲାମାନେ ଅଛନ୍ତି, ତମ ପିଲାମାନେ କେତେ ବି ଅଛନ୍ତି, ଏମାନଙ୍କ ସାଙ୍ଗରେ ମିଶିକି ତମେ ଏଇଠି ପାଠ ପଢିବ, ବୁଝିଲ? ଏଇ ତାଙ୍କ ସାଙ୍ଗରେ ଖେଳିବ, ତାଙ୍କ ସାଙ୍ଗରେ ବସିବ। ପିଲାମାନେ ତମେ ଆମକୁ ସାଙ୍ଗ କରିବ ନା? ସାଙ୍ଗ କରିବ, ତାଙ୍କୁ ସବୁ କ୍ଷେତ୍ରରେ ସାହାଯ୍ୟ କରିବ, ସାଙ୍ଗରେ ଖେଳିବ, ପାଠ ପଢାରେ ସାହାଯ୍ୟ କରିବ। ସିଏ ତମ ସାଙ୍ଗରେ ବସିକି ପଢିବା ପାଇଁ ତାଙ୍କର ଭାରି ଇଚ୍ଛା। ମୁଁ ଆସିଲା ବେଳେ ଦେଖିଲି ସେ କାନ୍ଦୁଥିଲେ, ଆଉ ଏଇ ଦି ଜଣ ତାଙ୍କୁ ସାନ୍ତ୍ୱନା ଦଉଥିଲେ କି ଆମ ସ୍କୁଲକୁ ଆଣିବା ପାଇଁ କହୁଥିଲେ। ମୁଁ ତାଙ୍କୁ ନେଇ ଆସିଛି। ତମେ ସାଙ୍ଗ କରିବ ତ? ସତ କହୁଛ? ହଉ ତମେ ଏଇଠି ବସ, ଏଇଠି ବସ, ମୁଁ ତମକୁ କିଛି କହିବି। ତମେ ଆମ ସ୍କୁଲକୁ ଆସିଛ, ସେଠି ପ୍ରଥମ ଥର ଆସିଛ, ତେଣୁକରି ତମକୁ ଆମେ ପୂର୍ବପୁରା ଦେଇକି ସ୍ୱାଗତ ଜଣାଉଛୁ ହେଲା। ତମ ସାଙ୍ଗମାନେ ଖୁସି ଲାଗୁଛି ନା? ସେତିକି ନୁହେଁ, ତମ ପାଇଁ ବି ଖାତା ଆଉ ପେନ୍ ମଧ୍ୟ ଅଛି, ନିଅ ତାକୁ ଦେଲ। ତମ ସାଙ୍ଗ ତମ ପାଇଁ ଚକଲେଟ୍ ବି ଆଣିଛନ୍ତି। କେବେ ମନ ଦୁଃଖ କରନି, କେବେ ନିଜକୁ ଏକା ବୋଲି ଭାବିବନି। କାହିଁକି ନା ଖାଲି ଆମର ଯୋଉ ସ୍କୁଲ ଆଉ ମାସ୍ ଏଜୁକେସନ ଅଛି, ତାଙ୍କ ତରଫରୁ ତମମାନଙ୍କ ଭଳି ପିଲାମାନଙ୍କ ପାଇଁ ଅନେକ ସୁବିଧା ସୁଯୋଗ ଅଛି। ତମେ ଯଦି ସ୍କୁଲ ଆସିବ ତାହେଲେ ଆମର ତମମାନଙ୍କ ପାଇଁ ଗୋଟେ ଭିନ୍ନକ୍ଷମ ଭତ୍ତା ଅଛି, ଆଉ ଗୋଟେ ଅଛି ଟ୍ରାନ୍ସପୋର୍ଟ ଭତ୍ତା ଅଛି ହେଲା। ଏଇଭଳି ଭାବରେ ବିଭିନ୍ନ ପ୍ରକାର ଭତ୍ତା ଅଛି। ଏଇ ଯୋଉ ଟ୍ରାନ୍ସପୋର୍ଟ ଭତ୍ତା କହିଲେନି, ସେଥିରେ ତମେ ବସ୍, ଟ୍ରେନ, ଏରୋପ୍ଲେନ ସବୁଥିରେ ତମମାନଙ୍କ ପାଇଁ ଗୋଟେ ସ୍ପେଶାଲ ରିଜର୍ଭେସନ ସିଟ୍ ଅଛି। ତମେ ଚାହିଁଲେ ତମେ ସବୁଆଡେ ଯାଇପାରିବ। ଏଇ ସାଧାରଣ ପିଲାମାନଙ୍କ ପରି ତମେ ମଧ୍ୟ ଆକାଶରେ ଉଡି ପାରିବ, ଟ୍ରେନରେ ଯାଇପାରିବ, ଉଡାଜାହାଜରେ ମଧ୍ୟ ଯାଇପାରିବ। ଉଡାଜାହାଜ ଜାଣିଛ? ଉଡାଜାହାଜ ଜାଣିଛ? ଗୋଟେ ଆକାଶରେ ଉଡୁଥିଲା। ନାଇଁ ସେଇଟା ଉଡାଜାହାଜ, ଯୋଉଟା ଏରୋପ୍ଲେନ କୁହନ୍ତି। ଉଡାଜାହାଜ ଗୋଟେ ଯୋଉଟା କି ସମୁଦ୍ର ଭିତରେ, ପାଣି ଭିତରେ ଯିବ। ସେଥିରେ ବି ତମେ ଯାଇପାରିବ। ତମେ କେବେ ବି ନିଜକୁ ଅକ୍ଷମ ଭାବିବନି କି ଏକୁଟିଆ ଭାବିବନି। ସେତିକି ନୁହେଁ, ଆହୁରି ବି ଯୋଜନା ଅଛି। କଣ ଅଛି କି? ଆହୁରି ବି ଅଛି। ଆମର ଯୋଉ ସାମାଜିକ କଲ୍ୟାଣ ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଅଛି, ସେଥିରେ ଗୋଟେ ବାଣୀଶ୍ରୀ ବୃତ୍ତି ମିଳୁଛି। ତମମାନଙ୍କ ଭଳି ପିଲାମାନଙ୍କ ପାଇଁ ଗୋଟେ ବୃତ୍ତି ମିଳୁଛି, ସେଟା ହେଲା ବାଣୀଶ୍ରୀ ବୃତ୍ତି। ସେଥିରେ ଆମର ଯୋଉ ପ୍ରଥମରୁ ପଞ୍ଚମ ଶ୍ରେଣୀ ପିଲାଙ୍କୁ ନୁହେଁ, ପ୍ରତି ମାସରେ 4000 ଟଙ୍କା ମିଳୁଛି। ଆଉ ଯୋଉ ଆମର ଷଷ୍ଠରୁ ଦ୍ୱାଦଶ ପର୍ଯ୍ୟନ୍ତ, +2 ପର୍ଯ୍ୟନ୍ତ, ସେ ପିଲାମାନଙ୍କୁ ମିଳୁଛି ଆମର 5000 ଟଙ୍କା। ଆଉ ଯଦି ତମେ +3 କଲ
सरकार अनेक सहायता सब जोगे दौरान बुझिपार तमें एथर डेली स्कूल आसब यही सांग मान सहित मिसब खेल तमें केबे भी निजको एकुटिया भाबनी अरे 4000 टका मिलुची आउ जो हमर षष्ठ रु द्वादश पर्यंत प्लस 2 पर्यंत से पिला मानक मिलुची हमर 5000 टका आउ जदि तुम प्लस 3 गल तुमको 6000 टका मिलेबो सेतिकी नै आपुरी भी अनेक अछि तुम जीवन सारा तुमको सरकार अनेक सहायता सब जोगे दौरान बुझिपार तमें एथर डेली स्कूल आसब यही सांग मान सहित मिसब खेल तमें केबे भी निजको एकुटिया भाबनी ना ना तमें सब करि परिबो तमें पाठ पढिबो तांकु भी दिने देखाइ देबो तमें भी तांको भले तांको भी हम भलो काम करि परिबो तमें केबे भी निजको एकुटिया भाबिबनी कि तमें निजको माने हीन माने परिबनी बुझि पाइलो एई सांग मानक साथे एमान तुमको सहायता करिवे सब दिन स्कूल आसीबो मन लगे पाठ पढिबो दीदी ये तो परीक्षा रे लेखि परिबनी कोन करबो ए सेथि पई चिंता करनी तम बदल रे तमर जो लोयर क्लास तो जो सांग माने अछनी पिला माने अछनी सिए तम पई लिखि देबे तमे कहिबो तमे तो पाठ पढिथिबो मन रखिथिबो तमे जहा कहिबो से तम पई लिखि देबे हैला तमे पाठ पढिबो तम पई सरकार बहुत सुविधा रखि छनी तमे खाली पाठ टिके पढिले तमु चाकरी मिलिबो बड़ मनुष्य होई परिबो बुझिलो आ सब दिन दीदी आम गाँव रे समस्त विधवा भत्ता आ वृद्धा भत्ता पाती ताको बाई पछी कि जोगा बाई नि भत्ता मिलिबो हां मिलिबो ना निश्चय मिलिबो गोटे अछि भिन्नक्षम भत्ता जोथिरे कि तुमको 1200 टका लेखा मिलुची बुझिलो जो अन्य माने जो पाउछन 1000 टका तमे 200 टका एक्स्ट्रा पाइबो तमरो गमनागमन पाइ बुझिला आ गाड़ी मोटर रे गले तमे स्पेशल सीट अछि तमे भाबना जे मु चाली पारुनी कि मु हाथ के मु करे जाई पारि तमे सब बारे जाई पारिबो सरकार तुम पई स्पेशल सीट रिजर्व करके रखि जानी बुझिला ताहु देह खराब तुम डॉक्टर कोने बसई अछि हां बढ़िया क्वेश्चन पचाले आउ हमर स्वास्थ्य विभाग तरफरु तम पई कि मागणारे स्वास्थ्य परीक्षा करा जाय परिबो सब माने पूरा बड़ बड़ रोग मध्य ताकू मध्य करा चिकित्सा करा जाउछि बुझिला सुनु एबे सब दिन स्कूल आसु आ सब परीक्षा मिलिबो तो जन्मदिन रे पार्टी करिबा बुझलु सागर के स्कूल आसु बुझलु दीर्घ 15 वर्ष पर चलतु देखिए दीदी आप दीदी मत चिंती पारनाती मु बा आपन से जगह तो कपिलासर स्कूल मो ना लेके दे नथिला मो बा से जगह अरे से जगह तू एते बड़ हे गलुनी अरे मु तो भाबी बारे तू आसी कि एमिने गोटे पोजीशन रे बसी थियो बोली कि मते आज बहुत खुशी लागिला दीदी सेठी ना तमे जो आपन जो साहाय्य करनतिले मो सांग मन भी साहाय्य कले आपन भी साहाय्य कले मते ने स्कूल ले एडमिशन कर दले तापरे
ମୁଁ ବହୁତ ମନ ଦେଇ ପାଠ ପଢିଲି ଏବଂ ସେଇ ପାଠ ପଢି ଆଜି ଗୋଟେ କିରାଣୀ ଚାକିରିଟେ କରିଛି। ସବୁ ଆପଣଙ୍କ ଆଶୀର୍ବାଦରୁ, ବାପା ମାଙ୍କ ଆଶୀର୍ବାଦ ଆଉ ଗୁରୁଜନ ମାନଙ୍କ ଆଶୀର୍ବାଦ ରହିଲେ ମୁଁ ଏମିତି ଉପରେ ଆସିକି ପହଞ୍ଚିଛି। ସବୁ ଆପଣଙ୍କ ଆଶୀର୍ବାଦରୁ ଦିଦି। କିରାଣୀ ଚାକିରି କଲା କଣ ହେଲା, ତମେ ତ ନିଜେ ସକ୍ଷମ ହେଇପାରିଛ। ତମକୁ ଦେଖିକି ମତେ ବହୁତ ଖୁସି ଲାଗୁଛି। ଆଜି ମୁଁ ମୋ ଶିକ୍ଷକତା ଜୀବନର ସାର୍ଥକତା ପାଇଛି ବୋଲିକି ମୁଁ ଅନୁଭବ କରୁଛି। କାରଣ ତମେ ଏଡ଼ିକି କୁନିଟେ ହେଇଥିଲ, ମୋ ପାଖକୁ ଆସିଥିଲ, ସେତେବେଳେ କାନ୍ଦୁଥିଲ। ତମକୁ ନେଇକି ମୁଁ ସ୍କୁଲରେ ଆଡମିସନ କରେଇଥିଲି। ତାପରେ ତମେ ମନ ଦେଇକି ପଢିଥିଲ। ମୁଁ ଜାଣିଥିଲି ତମେ କିଛି ନା କିଛି ଗୋଟେ କରିବ, କାରଣ ତମର ସେଇ ଇଚ୍ଛା ଶକ୍ତି ଥିଲା। ତମେ ଆଜି ଏ ସିଟରେ ବସି ପାରିଛ, ମୁଁ ଦେଖିକି ମତେ ବହୁତ ବହୁତ ଖୁସି ଲାଗୁଛି। ତମେ ହେଲେ ଦିଦି ଯାଉ ମାନେ ଭଗବାନଙ୍କ ଆଶୀର୍ବାଦ ଆପଣ ବହୁତ ଦିନ ପରେ ଆପଣଙ୍କ ସହିତ ଦେଖା ହେଲା। ହେଲେ ଦିଦି କଣ ପାଇଁ ଆସିଛନ୍ତି ଆମ ଅଫିସରେ, କଣ କାମ ପଇଲା ଆପଣଙ୍କର? ଆରେ ମୁଁ ବା ରିଟାୟାରମେଣ୍ଟ ନେଇ ସାରିଲିଣି। ହଁ, ରିଟାୟାରମେଣ୍ଟ ନେଇ ସାରିଲିଣି। ମୋର ଏଇ ଯୋଉ ପେନସନ କାଗଜ ପତ୍ରରେ କଣ ଟିକେ ଭୁଲ ଭାଲ ଅଛି ତ, ସେଇଥିପାଇଁ ମୁଁ ଆସିଥିଲି। ହଉ ଦିଦି ଠିକ ଅଛି, ଆପଣ ବସନ୍ତୁ, ମୁଁ ଆପଣଙ୍କ କାମ ଆଗେ କରିଦଉଛି ହେଲା। ଦିଦି ବସନ୍ତୁ ବସନ୍ତୁ ବସନ୍ତୁ। ଆରେ ଅର୍ଜୁନ ଭାଇ, ଅର୍ଜୁନ ଭାଇ ଆମ ଦିଦିଙ୍କ ପାଇଁ ଗୋଟେ ଚାହା ଆଣିଲ। ଅର୍ଜୁନ ଭାଇ ହଁ ଦେଖିଆ ଦିଦି ଆପଣଙ୍କ ଫର୍ମଟା ଦିଅ, ଦିଦିଙ୍କୁ ଦିଅ। ଆମ ସ୍କୁଲ ବି ମତେ ପାଠ ପଢେଇଥିଲେ। ଲାଗୁଛି ତମେ ତମ ଜୀବନରେ ନିଜ ଗୋଡ଼ରେ ନିଜେ ଠିଆ ହେଇପାରିଛ। ଆଉ ଆସି ଗୋଟେ ଅଫିସରେ ଆସି ଗୋଟେ ବସିଛ, ତମ କର୍ମଚାରୀ ମାନେ ବି ବହୁତ ତମକୁ ହେଲ୍ପ କରୁଛନ୍ତି, ମୁଁ ଯାହା ଦେଖୁଛି। ଦିଦି ଆପଣ କାମ ଗୋଟେ ଟିକେ କାମ ରହିଯାଇଛି ଦିଦି। ଏଇ ଯୋଉ ଫର୍ମଟା ଖାଲି ମତେ ଅଛି ପୁଟଅପ୍ କରିବା ପାଇଁ ପଡିବ। ଓ ଆପଣ କାଲି ଆପଣ କାମ ପୁରା ହେଇଯିବ। ଆପଣ କାଲି ହେଇଗଲେ ତା ପର୍ଯ୍ୟନ୍ତ ଆପଣ ପୁରା ପେନସନ ପାଇବେ। ବ୍ୟସ୍ତ ହୁଅନ୍ତୁ ନା, ଗୋଟେ ଦିନ ଆଜି କାମ ଲାଗିବ। ମୁଁ ଆଜି ସାର୍ ଆସିବେ, ସାର୍ ଟିକେ ଗୋଟେ ମିଟିଂ ଯାଇଛନ୍ତି ତ, ସାର୍ ଇଭିନିଂ ଆଫ୍ଟରନୁନ୍ ଆସିଲେ ମୁଁ ଆପଣଙ୍କ କାମ କରିଦେବି ହେଲା। ତମେ ଅଛ ବୋଲିକି ଏଇଠି ମୋ କାମଟା ଏତେ ଶୀଘ୍ର ହେଇଗଲା। ମୁଁ କେବେ ବି ଆଶା କରିନଥିଲି ମୋ କାମଟା ଏତେ ଶୀଘ୍ର ହେଇଯିବ। ଏ କାମ ତ ଏତେ ଶୀଘ୍ର ହୁଏନି, କିନ୍ତୁ ତମେ ଅଛ ବୋଲିକି ମୋ କାମଟା ଶୀଘ୍ର ହେଇଗଲା। ଆଉ ମତେ ବହୁତ ବେଶୀ ଖୁସି ଲାଗୁଛି ଆସିକି ଏଇ ପୋଜିସନରେ ପହଞ୍ଚି ପାରିଛ। ଆଉ ମୁଁ ଯୋଉ ଗୋଟେ ଛୋଟ ଚାରା ଗଛରେ ମୁଁ ବଡ଼ କରିଥିଲି, ସିଏ ଆଜି ମୋର କିଛି କାମ କରିପାରିଛି, ସେଥିପାଇଁ ମୁଁ ବହୁତ ବହୁତ ଖୁସି। ଆଉ ମୁଁ ଭଗବାନଙ୍କ ନିକଟରେ ପ୍ରାର୍ଥନା କରୁଛି ତମେ ଏଇଭଳି ଉନ୍ନତି କରି କରି ଯାଅ ଏବଂ ତମ ଭଳି ଆଉ ଯୋଉ ପିଲାମାନେ ଅଛନ୍ତି ସେମାନେ ନିଜକୁ କେବେ ହୀନ ମନେ ନ କରନ୍ତୁ କି ନିଜକୁ ଅକ୍ଷମ କି ଏକା ବୋଲି ନ ଭାବନ୍ତୁ। କାରଣ ତାଙ୍କ ପଛରେ ସରକାର ସବୁବେଳେ ଛିଡ଼ା ହେଇଛନ୍ତି। ଆଉ ଏବେ ଲୋକମାନେ ବି ବହୁତ ସଚେତନ ହେଲେଣି, ତମମାନଙ୍କୁ ବହୁତ ସହଜ କରୁଛନ୍ତି। ମୁଁ ଦେଖୁଛି ତମ ଷ୍ଟାଫ ମାନେ ବହୁତ ହେଲ୍ପଫୁଲ, ତମକୁ ବହୁତ ସାହାଯ୍ୟ କରୁଛନ୍ତି। ତେଣୁକରି ତମେ ଏଇଭଳି ଉନ୍ନତି କରି କରି ଚାଲ। ଏତିକି ମୋର ଭଗବାନଙ୍କ ପାଖରେ ପ୍ରାର୍ଥନା। ତମେ ଭଲରେ ଯିବ ସବୁବେଳେ। ମତେ ମନେ ରଖିଛ ଏତେ ବର୍ଷ ପରେ ବି ଚିହ୍ନି ପାରିଲ, ଟିକେ ଅଶେଷ ଧନ୍ୟବାଦ। ଆପଣ କହୁନଥିଲେ ସାଙ୍ଗରେ ଆମେ ପଢଉଥିଲୁ, ଆଉ ଯୋଉ ବାହା ହବ ଆଉ ସେଥିପାଇଁ କିଛି ମିଳିବ ନା ନାଇଁ? ଆରେ ସେଇଗୁଡ଼ା ବି ତମେ ମନେ ରଖିଛ? ସେତେବେଳେ କଣ କଲେ ତମେ ମନେ ରଖିଥିଲେ? ହଁ ନିଶ୍ଚୟ ନିଶ୍ଚୟ 2.5 ଲକ୍ଷ ଟଙ୍କା ତମକୁ ମିଳିବ ହେଲା। ବାହାସାହା ହେଲଣି ନା ହେଇନ? ଚିନ୍ତା ଦିଦି ଚିନ୍ତା କରିବି ଆଉ। ନାଇଁ ତମେ ବାହା ହେଲେ ତମକୁ ବି 2.5 ଲକ୍ଷ ଟଙ୍କା ମିଳିବ, ବୁଝିପାରିଲ? ହଉ ତମେ ଭଲରେ ରୁହ, ମୋ କାମଟା ହେଇଯିବ ତ? ହଉ ଆମର ଭୈରବ ସାର୍ ଯାଇଛନ୍ତି ତ, ସେ ଆସିଲେ ମୁଁ ଆପଣଙ୍କ କାମ କରିଦେବି ହେଲା। ହଉ ଠିକ ଅଛି। ହଉ ମୁଁ ଏବେ ଆସୁଛି, ତମେ ଭଲରେ ରୁହ। ନମସ୍କାର।